କଟକର ଦରଗା ବଜାର ଗଳିର ସେ ଭିଡ଼ ଭିତରେ ତା ସାଇକେଲଟା ମୋ ସାଇକେଲକୁ ପଛପଟୁ ଏମିତି ଧକ୍କା ଦେଇଥିଲା ଯେ ମୁଁ ତଳେ ପଡ଼ିଯାଇଥିଲି। ମୁଁ ଉଠି ପଡ଼ି ବୁଲି ପଡ଼ି ଚାହିଁଲା ବେଳକୁ ସେ ସାଇକେଲରୁ ଓହ୍ଲେଇ ପଡ଼ି ଲାଜେଇ ଯାଇ ମୁହଁକୁ ତଳକୁ କରି ଠିଆ ହେଇଥିଲା। ପଛପଟୁ କିଏ ଜଣେ କହିଲା, ଝିଅ ଟିକେ ଦେଖିକି ଚଲା। ସେ ଭିଡ଼ ଭିତରେ ବି ସେ ସାଇକେଲକୁ ନିଜ ଦେହରେ ଡେରି ଦେଇ ମୋତେ ହାତ ଯୋଡ଼ି ସରି କହିଲା। ତାର ସେଇ ଲାଜୁଆ ମୁହଁର ସରି ଭିତରେ ଯେମିତି ଅନେକ ରହସ୍ୟ ଲୁଚି ରହିଥିଲା। ଧୀରେ ଧୀରେ ଭିଡ଼ କମିଥିଲା ଆଉ ଆମେ ଆଗକୁ ବଢ଼ି ଚାଲିଥିଲୁ। ଆମେ ସେଇ ଭିଡ଼ରୁ ଆସିବାର 2 ନମ୍ବର ଗଳିରେ ସେ ଭିତରକୁ ଚାଲି ଯାଇଥିଲା। ଆଉ ମୁଁ ତାକୁ ଦେଖିବାକୁ ପଛେଇ ଏମିତି ଅନେଇଲି ଯେ ପୁଣି ଥରେ ତଳେ ପଡ଼ିଯାଇଥିଲି। ବାସ୍ ସେଦିନ ରାତିରେ ମୁଁ ଆଉ ଶୋଇପାରିନଥିଲି। ତାର ସେ ଡରୁଆ ଲାଜୁଆ ମୁହଁଟା ଆଉ ତାର ସେ ଗୋରା ମୁହଁକୁ ସେ ତେର୍ଛା ଚାହାଣି ମୋତେ ନିଦ ଆସିବାକୁ ଜମା ବି ଦେଉନଥିଲା। କାନ୍ଧରେ ପକେଇଥିବା ତାର ସେ ବ୍ୟାଗରୁ ଜଣା ପଡ଼ିଯାଉଥିଲା ସେ କୋଉଠିକି ଟ୍ୟୁସନ୍ ଯାଇ ଫେରୁଥିଲା। ପରଦିନ ସେହି ସମୟରେ ସେଇ ଜାଗାରେ ତା ଅଜାଣତରେ ତାକୁ ଦେଖା କରିବାକୁ ଅପେକ୍ଷା କଲି। କିଛି ସମୟ ପରେ ସେ ସେଇ ଭିଡ଼ ଭିତରେ ସାଇକେଲର ବ୍ରେକ୍ ମାରି ପହଞ୍ଚି ଯାଇଥିଲା। ଆଉ ମୁଁ ବି ସେଇ ଭିଡ଼କୁ କାଟି ତା ପାଖରେ ପହଞ୍ଚିଗଲି। କାଲିଠୁ ଆଜି ଆହୁରି ସେ ବେଶ୍ ଚମକୁଥିଲା। ମୋତେ ଯେମିତି ଲାଗୁଥିଲା ଆଜି ସେ କେବଳ ମୋ ପାଇଁ ସଜେଇ ହେଇ ଆସିଥିଲା। ପୁଣି ତା ସହ ସାଥିରେ ସେଇ 2 ନମ୍ବର ଗଳି ପର୍ଯ୍ୟନ୍ତ ଗଲି। ସେ ସେଇ ଗଳି ଭିତରକୁ ପଶିଗଲା ଆଉ ମୁଁ ସିଧା ଚାଲିଗଲି। ଏମିତିରେ 1 ମାସରୁ ଅଧିକ ସମୟ ବିତି ଯାଇଥିଲା। ଆଉ ଦିନେ ତା ସହିତ କଥା ହେବାକୁ ସୁଯୋଗ ମିଳିଲା। ସେଦିନ ଥିଲା ରବିବାର, ସମୟ ପାଖାପାଖି 5ଟା ହେବ। ସେଦିନ ମୁଁ ପାର୍କକୁ ବୁଲିବାକୁ ଯାଇ ତାକୁ ସେଇ ପାର୍କରେ ଏକୁଟିଆ ଗୋଟେ ବେଞ୍ଚ ଉପରେ ବସିବାର ଦେଖି ଖୁସି ହେଇଯାଇଥିଲି। ସେଦିନ ଜାଣିଲି ସେ ରବିବାର ଦିନ କାହିଁକି ଯାଉନଥିଲା। ମୋ ସନ୍ଦେହଟା ଠିକ୍ ଥିଲା। ସେ ସବୁଦିନ ସାଇକେଲ ଧରି ଟ୍ୟୁସନ୍ ଯାଉଥିଲା ଆଉ ରବିବାର ଦିନ ତାର ଛୁଟି ପାଇଁ ସେ ଯାଉନଥିଲା। ଏକଥା ଆଗରୁ ଜାଣିଥିଲେ ହୁଏତ ମୋତେ ଏତେ ଦିନ ଧରି ଅପେକ୍ଷା କରିବାକୁ ପଡ଼ିନଥାନ୍ତା। ସେ ଏକୁଟିଆ ବସିବାର ଦେଖି ଡରି ମୁଁ ଯାଇ ତା ପାଖରେ ପହଞ୍ଚି ଯାଇଥିଲି। ସେ ମୁହଁକୁ ତଳକୁ କରି ମୋବାଇଲ ଦେଖୁଥିଲା। ହଠାତ୍ ମୋତେ ଦେଖି ଯେମିତି ଚମକି ପଡ଼ିଲା। ଥଙ୍ଗ ହେଇ କହିଲି, କ'ଣ ମ୍ୟାଡ଼ାମ୍ ଏଇଠି ବସିପାରିବି ତ? ସେ ମୁଣ୍ଡକୁ ଟୁଙ୍ଗାରି ଦେଲା। ବସିବାର କିଛି ସମୟ ନୀରବତା ପରେ ମୁଁ ତାକୁ ତା ନାଁ ପଚାରିଥିଲି। ସେ ପିଙ୍କି ବୋଲି କହିଥିଲା। ତାପରେ ଆରମ୍ଭ ହେଇଯାଇଥିଲା କଥାବାର୍ତ୍ତା। ସେ +3 ସେକେଣ୍ଡ ଇୟର ସେଇ କଲେଜରେ ପଢ଼ୁଥିଲା। ପ୍ରତାପ ଭାଇ, କେଉଁ କଲେଜରେ? ମୁଁ ସେ କଲେଜ ନାଁଟା ଏବେ କହିପାରିବିନି। ସେ ମୋ ବିଷୟରେ ବହୁତ କମ୍ ପଚାରିଥିଲା। ମୋତେ ଲାଗିଲା ସେ ଯେମିତି ମୋ ପାଇଁ ତା ମନରେ ଢେର ସାରା ଲାଜ ଲୁଚେଇ ରଖିଛି। ଏବେ ମୋ ନିତ୍ୟ କର୍ମରେ ଆଉ ଏକ ଅଧ୍ୟାୟ ଆରମ୍ଭ ହୋଇଯାଇଥିଲା। ସେଇଟା ହେଲା ମୋ ପିଜି କ୍ଲାସ୍ ସରିଲା ପରେ ତାକୁ ଦେଖା କରିବାକୁ ତା କଲେଜ ଗେଟ୍ ପାଖରେ ସବୁଦିନ ପହଞ୍ଚି ଯାଉଥିଲି। ସବୁଦିନ ଦେଖା ସାକ୍ଷାତ ଆଉ ଅଳ୍ପ କଥାବାର୍ତ୍ତା ଭିତରେ ଆମ ସମ୍ପର୍କଟା ଧୀରେ ଧୀରେ ନିବିଡ଼ ହୋଇଯାଇଥିଲା। ଏବେ ଆଉ ରବିବାରରେ ସେ ତାଙ୍କ ଘର ପାଖ ପାର୍କକୁ ଯାଉନଥିଲା, ସିଧା ବାଲିଯାତ୍ରା ପଡ଼ିଆ ଆସିଯାଉଥିଲା। ଆଉ ନଦୀ କୂଳରେ ବସି ପ୍ରେମ ଗପ ମାରି ରବିବାର ସେ ଅପରାହ୍ନଟା କେତେବେଳେ ସନ୍ଧ୍ୟା ହେଇଯାଉଥିଲା ଜଣା ପଡ଼ୁନଥିଲା। ୟାରି ଭିତରେ ଆମ ପ୍ରେମଟା 4 ବର୍ଷରେ ପାଦ ଦେଇଥିଲା। ମୁଁ ବ୍ୟାଙ୍କରେ ଚାକିରି କରିବା ଆରମ୍ଭ କରିଦେଇଥିଲି। ଆଉ ସେ ମୁଁ ପିଜି କରୁଥିବା ଜାଗାରେ ପିଜି କରୁଛି। ଆମ ଘରେ ତ ତାକୁ ଦେଖି ସବୁ ଖୁସି ଅଛନ୍ତି ଆଉ ତାକୁ ବୋହୂ କରିବାକୁ ରାଜି ବି ହେଇଯାଇଛନ୍ତି। ହେଲେ ତାଙ୍କ ଘରେ ଏପର୍ଯ୍ୟନ୍ତ କେହି ବି ଜାଣିନାହାନ୍ତି। ଆମର ଉଚ୍ଚ ଜାତି ହେଲେ ବି ଆମ ପରିବାରକୁ କିଛି ବି ଫରକ ପଡ଼ିଲାନି। କାହିଁକି ନା ଆମ ପରିବାରର ବାପା ବୋଉ ଦିଦି ଭିଣେଇ ସବୁ ମୋତେ ବହୁତ ଭଲ ପାଆନ୍ତି। ଆଉ ତାର ଯେଉଁ ରୂପ ଆଉ ଗୁଣ, ତାକୁ ବୋହୂ କରିବାକୁ କେହି କ'ଣ କେବେ ମନା କରିପାରିବେ? ହେଲେ ତାଙ୍କ ପରିବାର କ'ଣ କରିବେ ମୋତେ ତ ଜଣା ନାହିଁ। କିନ୍ତୁ ମୋତେ ଲାଗୁଛି ସେମାନେ ବି ନିଶ୍ଚିତ ରାଜି ହେଇଯିବେ। ଭାଇ ବାପା କେତେଥର ବାହାରିଛନ୍ତି ତାଙ୍କ ଘରକୁ ପ୍ରସ୍ତାବ ନେଇକି ଯିବାକୁ, କିନ୍ତୁ ତାର ପଢ଼ା ସରିବା ପରେ ପ୍ରସ୍ତାବ ନେଇ ଯିବାକୁ ମୁଁ ବାପାଙ୍କୁ ସବୁବେଳେ ଅଟକେଇ ଦେଇଛି। ଆମେ ତ ଉଭୟଙ୍କୁ ପାଇ ବହୁତ ଖୁସି ଅଛୁ ଭାଇ। ହେଲେ ବେଳେବେଳେ ଡର ଲାଗେ କାଳେ ତାଙ୍କ ପରିବାର ଲୋକେ ମନା କରିଦେବେ। ଯଦିଓ ତାଙ୍କ ପରିବାର ମନା କରିବାର କିଛି କାରଣ ନାହିଁ, ତଥାପି ସହମତି ନ କଲା ପର୍ଯ୍ୟନ୍ତ ଡର ତ ରହିବ ନା ପ୍ରତାପ ଭାଇ। ଭାଇ ଇଏ ହେଉଛି ଆମର ପ୍ରେମ କାହାଣୀ। ଆପଣ ଆମ ପ୍ରେମ କାହାଣୀ ଆପଣଙ୍କ କଣ୍ଠରେ ଜାଗା ଦେବା ସହିତ ଆମକୁ ଆଶୀର୍ବାଦ କରନ୍ତୁ। ଆମେ କେମିତି ଭଲରେ ଆଉ ସମସ୍ତଙ୍କୁ ଖୁସି କରି 7 ଜନ୍ମ ପାଇଁ ଏକାଠି ହେଇଯାଉ। ଆଉ ଯେଉଁଦିନ ଆମ ବାହାଘର ହେବ ଆପଣ ନିଶ୍ଚିତ ଆମକୁ ଆଶୀର୍ବାଦ ଦେବାକୁ ଆସିବାକୁ ଯେମିତି ନ ଭୁଲନ୍ତି। ମୁଁ କହିଲି, ମୋ ଆଶୀର୍ବାଦ ଏବେ ବି ତମ ସହ ଅଛି। ଭଗବାନ କରନ୍ତୁ ତମେ ଖୁବ୍ ଶୀଘ୍ର ଏକାଠି ହେଇଯାଅ ଆଉ ଜୀବନ ସାରା ଖୁସିରେ ରୁହ। ଆଉ ଏଇ କାହାଣୀଟା ଲେଖିଦେଇଥିଲି। ଆପଣଙ୍କୁ କାହାଣୀ କେମିତି ଲାଗିଲା ଜଣାଇବା ସହିତ ଏଇ 2 ପ୍ରେମ ପକ୍ଷୀଙ୍କୁ କମେଣ୍ଟ କରି ଆଶୀର୍ବାଦ ଦିଅନ୍ତୁ। ସେମାନେ ଏକାଠି ହେଇ ଖୁସିରେ ସବୁଦିନ ପାଇଁ ଜୀବନ ବିତାନ୍ତୁ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।